नमस्कार ମୁଁ ରମାକାନ୍ତ ମୁଁ ଆପଣଙ୍କୁ ସ୍ୱାଗତ କରୁଛି ଆର୍କେ ଡାଟା ସ୍କିଲ୍ ୟୁଟ୍ୟୁବ ଚ୍ୟାନେଲରେ। ଏହି ଚ୍ୟାନେଲରେ ଆମେ ମାଇକ୍ରୋସଫ୍ଟ ଏକ୍ସେଲ ବେସିକ ଟୁ ଆଡଭାନ୍ସ ଆମେ ଷ୍ଟେପ ବାଇ ଷ୍ଟେପ ଶିଖିବା। ଆଜି ଆମେ କଣ ଶିଖିବା ଏ ଭିଡିଓରେ ନା ଆଜି ଆମେ ପାଇଭଟ ଟେବୁଲ ଯୋଉ ଆମେ ନେକ୍ସଟ ଭିଡିଓରେ ଆମେ ଶିଖିଥିଲେ ସେ ପାଇଭଟ ଟେବୁଲରେ ଆମେ ଫିଲ୍ଟର ଅପସନ ଆଜି ଆମେ ଶିଖିବା। ପାଇଭଟ ଟେବୁଲ ଆମେ କେମିତି ଡାଟାରେ ୟୁଜ କରିଥାଉ ତା ଆମେ ପୂର୍ବ ଭିଡିଓରେ ଶିଖିଥିଲେ। ଆଜି ମଧ୍ୟ ଏ ଡାଟାରେ ଆମେ ପାଇଭଟ ଟେବୁଲ ଆପ୍ଲାଏ କରିବା। ତ ସେଥିପାଇଁ ଆମେ କଣ କରିବା ପାଇଭଟ ଟେବୁଲ ଆପ୍ଲାଏ କରିବା ପୂର୍ବରୁ ଆମେ ଡାଟାକୁ ଭଲ ଭାବରେ କ୍ଲିନ କରିବା ଦରକାର। କ୍ଲିନ କରି ସାରିଲା ପରେ ତାପରେ ଡାଟାକୁ ଆମେ ସିଲେକ୍ସନ ଦବା କଣ୍ଟ୍ରୋଲ ଏ ଦବାକି ପୁରା ଡାଟା ଆମର ଯେତିକି ଡାଟା ଅଛି ପୁରା ଡାଟାକୁ ଆମେ ଫୁଲ ସିଲେକ୍ସନ ଦେଇ ସାରିଲା ପରେ ତାପରେ ଇନସର୍ଟ ଟ୍ୟାବକୁ ଯିବା। ଇନସର୍ଟ ଟ୍ୟାବର ଆମେ ଫାଷ୍ଟ ଅପସନ ପାଇଭଟ ଟେବୁଲ ନେବା। ପାଇଭଟ ଟେବୁଲ ନଉଛେ ପାଇଭଟ ଟେବୁଲ ନେଲା ପରେ ଫାଷ୍ଟ ଗୋଟେ ରେଞ୍ଜ ଦଉଛି ଆମ ଡାଟା ଯେତିକି ରେଞ୍ଜରେ ଅଛି ତା ଏଠି ରେଞ୍ଜ ଆମକୁ ଶୋ କରିଦଉଛି। ତାପରେ ଆମର କଣ ଦଉଛି ଏଠି ନ୍ୟୁ ୱାର୍କସିଟ ଆଉ ଗୋଟେ ଏଜିଟିଂ ୱାର୍କସିଟ। ଆମେ ନ୍ୟୁ ୱାର୍କସିଟ ଯଦି ଡାଟାକୁ ଆମର ନ୍ୟୁ ୱାର୍କସିଟରେ ନବାର ଅଛି ତ ନ୍ୟୁ ୱାର୍କସିଟରେ ଆମେ ନେଇପାରିବା। ମାନେ ଯୋଉ ଡାଟାରେ ଆମର ଯୋଉ ୱାର୍କସିଟରେ ଯୋଉ ଡାଟା ଅଛି ସେ ଡାଟାରେ ଆମର ପାଖରେ ଆମେ ପାଇଭଟ ଟେବୁଲ ନେଇପାରିବା। ତ ଆମେ ଭଲ ଭାବରେ ବୁଝିବା ପାଇଁ ଆମେ କଣ କରିବା ନ୍ୟୁ ୱାର୍କସିଟରେ ଆମେ ନବା। ନ୍ୟୁ ୱାର୍କସିଟ ଉପରେ ସିଲେକ୍ସନ ଦେଇ ସାରିଲା ପରେ ଆମେ ଓକେ କରିଦବା। ଓକେ କଲା ପରେ ଆମର ଗୋଟେ ସିଟ୍ ଆଡ୍ ହେଇଗଲା। ସିଟ୍ ଆଡ୍ ରେ ଏଠି ଆମର ପାଇଭଟ ଟେବୁଲ ର ଅପସନ ଆମକୁ ମିଳି ଯାଉଛି। ଆଉ ଏଠି ପାଇଭଟ ଟେବୁଲ ର ଫିଲ୍ଡ ମିଳିଯାଉଛି ଯାହାକି ଆମର ଡାଟାରେ ଯୋଉ ହେଡିଂ ଥିଲା ହେଡିଂ ଉପରେ ଯୋଉ ଆମର ଡାଟାର ହେଡିଂ ଅଛି ତା ଏଠି ଆମକୁ ଫିଲ୍ଡରେ ଆମକୁ ମିଳିଯାଉଛି ସେଇ ହେଡିଂ। ଓକେ ତ ଏଠି ଆମେ ଫିଲ୍ଡରେ ଆଉ ତଳେ ଆମର ଏଠି ଅଛି ଏଠି ଫିଲ୍ଡରେ ବିଟୱିନ୍ ଦ ଅଲରେ ଏଠି ଆମର ଅପସନ ଦେଇଛି ଏରିଆ। ଏଇଠି ଆମର ପାଇଭଟ ଟେବୁଲ ଆମେ ୟୁଜ କରିବା। ଏଠି ଆମେ ପାଇଭଟ ଟେବୁଲକୁ ୟୁଜ କରିବା। ଓକେ ଏଠି ଆମେ ପାଇଭଟ ଟେବୁଲ ୟୁଜ କରିବା। ସପୋଜ ଏଠି ଆମେ କ୍ଲିକ କରିଦେଲା ପରେ ପାଇଭଟ ଟେବୁଲ ଯୋଉ ଫିଲ୍ଡର ଅପସନ ଥିଲା ତା ଏଠି ଆମକୁ ଆଉ ଶୋ କରୁନି। ତ ଏଠି ଆମେ ପାଇଭଟ ଟେବୁଲ ଏଠି ଅଛି ଯୋଉ ପାଇଭଟ ଟେବୁଲ 1 ଅଛି କ୍ଲିକ ଏଠି କଲା ପରେ ଆମକୁ ଫିଲ୍ଡ ଏଠି ଆମକୁ ଶୋ କରିଦଉଛି। ଓକେ ପାଇଭଟ ଟେବୁଲ ଯଦି ଆମେ ପାଇଭଟ ଟେବୁଲ ଉପରେ ଆମେ ଯଦି କ୍ଲିକ କରୁଛେ ଏଠି ମଧ୍ୟ ଟ୍ୟାବ ରେ ଗୋଟେ ପାଇଭଟ ଟେବୁଲ ଆନାଲାଇସିସ୍ ଆଉ ଗୋଟେ ଡିଜାଇନ ଟ୍ୟାବ ଏଠି ଆମକୁ ଦିଟା ଟ୍ୟାବ ଏକ୍ସଟ୍ରା ଆମକୁ ମିଳିଯାଉଛି ପାଇଭଟ ଟେବୁଲ ଯଦି ଆପ୍ଲାଏ କରୁଛେ। ତ ପାଇଭଟ ଟେବୁଲ ଆନାଲିସିସ୍ ଏଠି ଗୋଟେ ଟ୍ୟାବ ମିଳିଯାଉଛି ଆଉ ଗୋଟେ ଡିଜାଇନ ଟ୍ୟାବ ମିଳିଯାଉଛି। ତ ସପୋଜ ଆମେ କଣ କରିବା ନା ଆମର ପାଇଭଟ ଟେବୁଲ ଏଠି ବନେଇବା। ପାଇଭଟ ଟେବୁଲ କ୍ୟୁରି କଣ ରହିବ ନା ଆମର ଷ୍ଟେଟ ୱାଇଜ ପ୍ରଡକ୍ଟ କେତେ ସେଲ ହେଇଛି। ଷ୍ଟେଟ ୱାଇଜ ପ୍ରଡକ୍ଟ ଆମର କେତେ ସେଲ ହେଇଛି। ତ ଆମର ଷ୍ଟେଟ ପ୍ରଥମେ ଆମେ କଣ କରିବା ପ୍ରଡକ୍ଟକୁ ଆମକୁ ରୋରେ ରଖିଦବା। ପ୍ରଡକ୍ଟକୁ ରୋରେ ରଖି ସାରିଲା ପରେ ତାପରେ ଆମେ କଣ କରିବା ଷ୍ଟେଟ କୁ ଆମେ କଲମରେ ରଖିଦବା। ତ ଆମର ପ୍ରଡକ୍ଟ ରୋରେ ରହିଗଲା ଆଉ କଲମରେ ଆମର ଷ୍ଟେଟ ରହିଗଲା। ଏବେ ଆମେ ପ୍ରଡକ୍ଟର ଯୋଉ କ୍ୱାଣ୍ଟିଟି ଅଛି ତ କ୍ୱାଣ୍ଟିଟିକୁ ଆମେ କଣ କରିବା ଭ୍ୟାଲ୍ୟୁରେ ରଖିଦବା। ଭ୍ୟାଲ୍ୟୁରେ ରଖିଦେଲା ପରେ ଆମକୁ ଏଠି କୋଉ ଷ୍ଟେଟରେ କେତେ ଆମର ସେଲ ହେଇଛି ତା ଏଠି ଆମକୁ ଶୋ କରିଦଉଛି। ଓକେ ତ ତାପରେ କଣ ଅଛି ଆଉ ଗୋଟେ ଅପସନ ଦଉଛି କଣ ଫିଲ୍ଟର ଅପସନ। ତ ଆଜି ଆମେ ଏଇ ଫିଲ୍ଟର ଅପସନକୁ ବଢିଆ ଭାବରେ ବୁଝିବା ଆଉ ତାର ରିପୋର୍ଟ ଆମେ କେମିତି ବାହାର କରିବା ତାହା ଆଜି ଆମେ ଶିଖିବା। ତ ଆମେ ମନ୍ଥ ୱାଇଜ ଆମର ଡାଟା ବାହାର କରିବାର ଅଛି। ଯେତେ ମନ୍ଥ ଅଛି ସେଇ ମନ୍ଥରେ କେତେ ସେଲ ହେଇଛି ଷ୍ଟେଟ ୱାଇଜ ଆଉ ପ୍ରଡକ୍ଟ ଆମର କେତେ ସେଲ ହେଇଛି ତାହା ଆମେ ମନ୍ଥ ୱାଇଜ ଆମେ ବାହାର କରିବା। ତ ମନ୍ଥ କୁ କଣ କରିବା ଆମେ ଏଠି ଫିଲ୍ଟରରେ ଡ୍ରାଗ ଏଣ୍ଡ ଡ୍ରପ୍ କରିଦବା। ତ ଫିଲ୍ଟରରେ ଡ୍ରାଗ ଏଣ୍ଡ ଡ୍ରପ୍ କଲା ପରେ ଆମକୁ ଏଠି ଆମର ରିପୋର୍ଟ ମନ୍ଥ ୱାଇଜ ଆମକୁ ଶୋ କରିବ। ଏଠି ଯୋଉ ଅଲ ର ଅଛି ଏଠି ଅଲ ପାଖରେ ଆମର ଯୋଉ ଫିଲ୍ଟର ଆଇକନ ଅଛି ଏଠି ଆମେ କଣ କରିବା ଜାନୁଆରୀର ଅଲ ଫିଲ୍ଟର ଅଛି ତାକୁ ଆମେ ହଟେଇଦବା। ଏଠି ଜାନୁଆରୀର ଫିଲ୍ଟର ଦବା। ଜାନୁଆରୀର ଆମର କୋଉ ଷ୍ଟେଟରେ କେତେ ଆମର ପ୍ରଡକ୍ଟ ସେଲ ହେଇଛି ତା ଆମକୁ ରିପୋର୍ଟ ଆମକୁ ବଢିଆ ଭାବରେ ମିଳିଯାଉଛି ୱିଥାଉଟ୍ ଫର୍ମୁଲାରେ। କିଛି ପାଇଭଟ ଟେବୁଲରେ ଆମର କିଛି ଫର୍ମୁଲା ଆମର ୟୁଜ ହୋଇନଥାଏ ଆଉ ଡାଟାକୁ ଇନସାଇଟ୍ ଆମକୁ ବହୁତ ସହଜରେ ଆଉ ବହୁତ କମ ସମୟରେ ଆମକୁ ମିଳି ଯାଇଥାଏ। ଓକେ ତ ଆମର ମନ୍ଥ ହେଇଗଲା ଜାନୁଆରୀ ମନ୍ଥରେ ଆମର କେତେ ସେଲ ହେଇଛି ତାହାକୁ ଆମକୁ ରିପୋର୍ଟରେ ବଢିଆ ଭାବରେ ଏଠି ଟେବୁଲରେ ଟୋଟାଲ ଗ୍ରାଣ୍ଡ ଟୋଟାଲ କରିକି ଦେଇଦେଇଛି। ଏଠି ପ୍ରଡକ୍ଟରେ ବି ଗ୍ରାଣ୍ଡ ଟୋଟାଲ ଦେଇଦେଉଛି ଷ୍ଟେଟ ୱାଇଜ ର କେତେ କେତେ ଆମର ସେଲ ହେଇଛି। ତ ଆମର ଏଇଟା ଜାନୁଆରୀରେ ମିଳିଲା ଆମେ ଚାହିଁବା ଯେ ମାର୍ଚ୍ଚରେ ବି ବାହାର କରିପାରିବା। ମାର୍ଚ୍ଚରେ କେତେ ହେଇଛି ଜାନୁଆରୀରେ ଆମର ହଟେଇଦବା ମାର୍ଚ୍ଚରେ ଆମର ରଖିବା। ମାର୍ଚ୍ଚରେ କେତେ ଟୋଟାଲ ସେଲ ହେଇଛି 16ଟା। ଯଦି ଆମେ ମେରେ ଦେଖିବା ମେରେ ଆମେ ରଖିକି ଯଦି ମେରେ ମଧ୍ୟ 16ଟା। ଏଠି ଆମର ଫିଲ୍ଟର ଲଗେଇକି ଆମେ ସବୁ ଦେଖିପାରିବା। ତ ଆମେ ଏଠି ଜାନୁଆରୀ ହେଇଗଲା ମାର୍ଚ୍ଚ ଏପ୍ରିଲ ଦିଟା ମନ୍ଥରେ ଯଦି ଆମେ ଦେଖିବା ତ ଏଠି ଆମକୁ ଦିଟା ମନ୍ଥର ବି
डाटा हमको मिल जाउछ। ओके हमको कुआ गला कि प्रत्येक मंथ रो हमको गोटे गोटे रिपोर्ट बनै की दियो। तो हम कोन करबा प्रत्येक मंथ रो गोटे गोटे रिपोर्ट हमको कोन करबा कि जे गोटे पाइवट टेबल बनेबा नेक्स्ट आ गोटे इंसर्ट करी आ गोटे ला शीट इंसर्ट करी कि आ गोटे पाइवट टेबल बनेबा आ गोटे पाइवट टेबल बोलबा जेतेटा मंथ अछि हम कोन एडी हमर 3-6टा मंथ अछि 6टा मंथ करके हमें कोन 6टा पाइवट टेबल बनै कोन रिपोर्ट बनै करबा ना काहे ना हमर एक्सेल ले गोटे बढ़िया ऑप्शन अछि जहा कि हमें गोटे क्लिक रे हमर जेते मंथ अछि तार पूरा गोटे गोटे शीट हमको रिपोर्ट बनै की दे दबो। ता ऑप्शन कोन अछि आ पाइवट टेबल जो एनालाइज अछि एनालाइज टैब रे हमर फर्स्ट ऑप्शन कोन अछि एडी फर्स्ट जो पाइवट टेबल तळे हमर ऑप्शन उठे रही छी शो रिपोर्ट फिल्टर पेज ए गोटे ऑप्शन अछि जहा कि हमें ए ऑप्शन यूज करके हमें पूरा रिपोर्ट हमें जनरेट करि परिबा। ए ऑप्शन हमर केबे हाइलाइट हेता जते बेले हमर फिल्टर रे कोनोसी गोटे डाटा रो एडी फिल्टर रे रहिबा दरकार यदि न रहिबो जदि हम एडी हटे दबा तो ऑप्शन बजिबा एडी हमको शो फिल्टर रिपोर्ट हमको किछि शो करूनी ए ऑन हाइट हे गला। यदि हमर फिल्टर रे जदि हम एडी किछि डाटा रखिबा तो एठी हमर ऑप्शन टैब रे शो रिपोर्ट फिल्टर रो किछि पेज हमको हाइलाइट हबो। यदि या पर गोटे क्लिक करबा तो हमर मंथ वाइज पूरा डाटा रो गोटे गोटे रिपोर्ट हमको नै जीवो एडी मिल गला मंथ वाइज सॉरी एडी हमर दीटा फिल्टर दिया हिची तो सेइत में हमको गोटे दीटा मिलला एडी हमर ऑल रे रखी जदि हमें ओके करछे ओडी हमें का करबा ऑल रे रखि दवा एडी हमें ऑल रे रखि ओके करबा ऑल रे रहला एबे ऑप्शन को जिबा आगे कोन करबा ए दीटा शीट को हमें डिलीट कर दवा दीटा शीट को हमें डिलीट कर दवा डिलीट कर साला परे हमें एबे कोन करबा पूरा सबु मंथ हमर रिपोर्ट हमको पूरा बाहर करेगा एडी डिलीट कर दवा ऑल हटे दवा पूरा ऑल रखिबा सबु मंथ रिपोर्ट दरकार तो हमें सबु मंथ रखि साला परे एडी हमें ऑप्शन को जाई कि हमें शो रिपोर्ट फिल्टर पेज हमें मंथ वाइज पूरा हमको एडी बाहर करी दे दवा जनवरी रो केते सेल हेची एडी हमें फेब्रुआरी रे केते सेल हेची मार्च रे केते सेल हेची अप्रैल रे मई जून जुलाई सब हमर डाटा एटी हमको गोटे गोटे पेज हमको मिल गला। आई होप आपण बहुत सहज रे ऑप्शन टैब रो शो रिपोर्ट फिल्टर ऑप्शन को बहुत बढ़िया भाबरे बुझिले और रिपोर्ट को मध्य प्रेजेंटेशन करिया पय बहुत कम समय रे जो रिपोर्ट हमर दरकार ताको हमें बहुत जल्दी रे रिपोर्ट बनै परिबा। जदि वीडियो भल लागुथो तब लाइक करंतु सब्सक्राइब करंतु चैनल को आउ शेयर मते करंतु वीडियो रहउची नमस्कार जय जगन्नाथ।